ए डेगुरा बारे कौन कहला मु किछि भी बुझी पारनी सियारे नई बड़ी आसिलानी ए टोका अरे पड़ी कार पणस चोरी करूची तो कार पारा चोरी करची आज आसु जे टोका तार सबुदिन को मोर कटे दिन माउसी कौन है शीघ्र चल कौन है से अनंत पाखकू मरी जाऊ छे आलो तू मां ना डहाणी हाँ हाँ मु डहाणी मु आउ ताको करि पारिबिनी से होती ए गां सारा रगुटा कलंक मरी जाऊ से मरी जाऊ सत कथले माउसी तो पुओ अनंत मरी गलालो कौन कहलु पाड़ी पछा दुगनी खिया ओलो पैसा कौन कहलु मो पुओ मरी जीव अरे माउसी मु सत कथा कहूँ माउसी नई बाड़ी रे गाँ मुहाणी रे गोटे बंद हो गला लोकों भितर गोटे भालणी पड़गला गाँ लोक कुआड़े पहले सियाड़े चलीगले हेले के जाने तो पुओ अनंता गोटे कपाट धरी खाई मुह को पशिगला लो माउसी खाई मुह को पशिगला कौन कहलु अरे मो पुओ पाई खाई मोटा बंद हे गला अरे मो पुओ पाई ए गाँ लोक मानकर जीवन बंची गला लो मां बंची गला हेले तो पुओ अनंता अरे पुणी कौन है मो पुओ अनंतार से बालीमाटी रे पोती ही जाइथिले लो माउसी तो पुओ अनंत गोटे जीवंत समाधि हे गला किए ते पारा चूर पणस चूर कहते अरे ताको पाई तू जीवन देलु अरे तू जीवन देवा करू तो ए रांड बो कथा तोर कोन मने पडुनी अरे तो उठ रे अनंता उठ ना मो पर किछि आइनी मो पुआ मरिनी मो पुआ बंचिची हाँ हाँ बंचिची तू चाहूचु तो पुआ बंची जाओ हाँ हाँ मु चाहूची मो पुआ बंची जाऊ ताहले कह तू मते केबे गाली दबुनी ना 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 मु आउ केबे भी गाली देबिनी केबे नि मनु ताहले कह तू केबे से पंडा दीदी पाखकू पाठ पढ़िबा को पठेइबुनी नहीं 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 मु आउ से पंडा दीदी पाखकू मु पाठ पढ़िबा को केबे भी पठेइबिनी केबे नुह हेई मु बंची गली आउ कोन अरे मु एते बोका न हबा जे मु से भाईरो बाली माटी पोती आते पर से पंडा दीदी
କହିଥିଲା କଣ କହିଥିଲା? ସେଦିନ ସେ ଅନନ୍ତାକୁ ସେମାନେ ଘାଇର ବାଲି ମାଟିରେ ପୋତି ଦେଇଥିଲେ ହଁ କିନ୍ତୁ ଆଜି ମତେ ସେ ଘାଇର ବାଲି ମାଟିରେ ପୋତିବା ପୂର୍ବରୁ ମୁଁ ପରା ଖସିକି ପଳେଇ ଆସି ଓହୋ ମୁଁ ତ ଏକାଥ ଉତ୍ସାହ ହେଇ ଯାଇଥିଲି। ଏ ବୋଉ କଣ? ତୁ କହିଛୁ ହଁ ଏଇନେ ମତେ ଗାଲି ଦବୁନି ନା କି ସେ ପଣ୍ଡା ଦିଦି ପାଖକୁ ପାଠ ପଢିବାକୁ ପଠେଇବୁନି ଦେ ନା ମୁଁ ଆଜିଠୁ ଆଉ ସେ ପଣ୍ଡା ଦିଦି ପାଖକୁ ପାଠ ପଢେଇବାକୁ ପଠେଇବିନି। ହଁ ହଁ। ଠିକ ଅଛି। আরে অনন্তা ତୁ ହଁ, ଆରେ ତମେ କୁଆଡେ আরে বাবা গাঁ লোক তু যাহা কথা শুনিলি মু আসিলি ତମେ ଯାହା ଶୁଣିଲ ତମ ସାଙ୍ଗରେ ମୋର କଥାବାର୍ତ୍ତା ନାହିଁ কଣ হেলা কথাবার্তা নাই হ্যাঁ ଏ ବୋଉ କଣ? ତୁ କହିଛୁ ଏଇନେ ଆଉ ଦିଦି ପାଖରେ ଆଉ ପାଠ ପଢିବାର ନାହିଁ মাউসি তুমি এ কথা কইছ ନା ତ কইনটি ନା ଏ ବୋଉ କଣ? ତୁ ପରା ଏଇନେ ଶପଥ କରି କହିଥିଲୁ ଏଇନେ କଣ ମନା କରୁଛୁ ମୁଁ କହିଛି ଆରେ ତୁ ତୁ ଭୁଲ ବୁଝିବୁ ମୁଁ କାହିଁକି କହିବି? ଆରେ ଏ ବୋଉ ଏଇନେ ଶପଥ କରିଥିଲୁ ପରା এইডি আরে! বুঝলা তোমার বউটা বোধে বেইমান হইতিব ଆ ବେଇମାନଟା ଆଉ ଏ ବୁଧୁ ବୁଝିଲୁ ଏଇ ଦିଦି ପାଖରୁ ତୁ ସବୁ କିଛି ବାପ ଶୁଣିଥିଲୁ ବୋଲି ଆଜି ସେଇ ଗାଁ ମୁହଁରେ ତ ବୁଝି ଆସିଲୁ। ଆରେ ପାଠ ପଢିବା ଝିଅକ ପଢିଥିଲୁ ବୋଲି ତାର ଅର୍ଥଟା ବୁଝିପାରିଛୁ ନା କଣ? ହେଲେ ବୋଉ ମୁଁ ଜମା ଶୁଣିବିନି ଦିଦି ଆଜିଠୁ ନା ମନଟା ତୋ ପାଖରେ ପାଠ ପଢିବ। ହଁ ସବୁଦିନ ଆସିବ ସେ ସ୍କୁଲ। ମୁଁ ଏଥର ଚାଲିଲି ତୁ ସବୁଦିନ ପାଇଁ ଦିଦି ପାଖକୁ ପାଠ ପଢିବାକୁ ଯିବୁ ଜମା ଦୁଷ୍ଟ ହେବୁନି ଜାଣିଲୁ। ଆରେ ବୋଉ ଶୁଣୁ 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 ଆରେ ମୁଁ ପଢିବିନି ଶୁଣୁ ଆରେ ତମେ କୁଆଡେ ନଉଛ ମତେ କୁଆଡେ ନଉଛ আরে চাচা শালিকু ଚାଟ ଶାଲିକୁ হ্যাঁ ମୁଁ ଯିବିନି জীবনু ନା কাইকি জীবনু ମୁଁ ଯିବିନି ହେଲା জীবনু কর আরে চাল কହୁছি আরে চাল চাচা শালিরে পাঠ পড়িবু ନାଇଁ আ চালুনু ନାଇଁ আরে বাবা চালি যাଉଛୁ কুଆড়ে ক চাল এই দিদি ଶୁଣ ଶୁଣ কোন 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 ଗରମା ବେହେରା ନୁହଁ হ্যাঁ ଗରମା ବେହେରା হ্যাঁ বা ମେଞ୍ଚା କୁକୁଡ଼ା ପାଲିଛି ତାକୁ ଦିଟା ଆଣିଦେବି କାଲି ରବିବାର ଅଛି ଚିକେନ କରିକି ଖାଇବ ଆଉ কোন কইলু না না কোন কইলু হ্যাঁ দিটা কুকুড়া আনিবু হাই চাল কହୁছি চাল চাচা শালিକୁ পাঠ পড়িবু ନା ମୁଁ ଯିବିନି আরে চাল কହୁছি ନା ମୁଁ ଯିବିନି এই শুন জীবন কর অলবত জীবু ହଉ ଯିବି ହେଲା କିନ୍ତୁ ମୋର ଗୋଟେ କଥା ରଖିବାକୁ ପଡିବ কথা ହଁ କୋଉ କଥା ମୁଁ ନା ଏକୁଟିଆ ପାଠ ପଢିବିନି ମୁଁ ସମସ୍ତଙ୍କ ସାଙ୍ଗରେ ପାଠ ପଢିବି ସମସ୍ତଙ୍କ ସାମ୍ନାରେ ପାଠ ପଢିବୁ ଆଉ? କାଇଁ କଣ ପାଇଁ ଲାଜ ମାରି ଲାଜ ଲାଗୁଛି ଆରେ ଲାଜ କଣ ପାଇଁ ଲାଗୁଛି ମ ତମେ ନା ପାଠ ପଢଉଛ ତମେ ନା ମୋ ଗାଲରେ ହାତ ମାରୁଛ ମୋ ଦେହରେ ହାତ ମାରୁଛ ମତେ ଭାରି ଲାଜ ଲାଗୁଛି ଆଚ୍ଛା ଏଇ ଦେଖ ଏଇଠି କେହି ନାହାନ୍ତି ତୁ ଏକୁଟିଆ ଅଛୁ ଏଇ ଦେଖିଲୁ ତୋ ଦେହରେ ହାତ ମାରୁଛି ତୋ ଗାଲରେ ହାତ ମାରୁଛି କଣ ଲାଜ ଲାଗୁଛି ଦିଦି ଚାଲ ଆଉ ପାଠ ପଢିବାକୁ ଚାଲେ ମୁଁ ଯିବିନି ଆରେ ଚାଲୁନୁ ଯିବିନି ଆରେ କାହିଁକି ଯିବୁନୁ ନା ମୁଁ ଯିବିନି ଯିବୁନି ତ ହଁ ଯିବୁନି ତ ନା ଯିବୁନି ତ ନା ଠିକ ଅଛି ତୁ ପାଠ ପଢିବାକୁ ନ ଯା ଦେଖିବୁ ପାଠ ପଢିବାକୁ ନ ଗଲେ କଣ ହବ ଆରେ ଯିବୁନୁ ପରା ଯିବିନି କଣ ପାଇଁ ଯିବୁନୁ ପାଠ ପଢିବିନି ମତେ ମୋର ପାଠ ପଢିବାର ଇଚ୍ଛା ନାହିଁ ଆଚ୍ଛା ପାଠ ପଢିବାର ଇଚ୍ଛା ନାହିଁ କୋଉଠି ଯାଇ ପଣସ ଚୋରି କରିବୁ କୋଉଠି ଯାଇ କୁକୁଡ଼ା ଚୋରି କରିବୁ ଆଉ ପାଠ ପଢିବୁନି ନା ଏଇ ଭଲରେ ଭଲରେ କହୁଛି ପାଠ ପଢିବାକୁ ଚାଲେ
শুণ এইটি পাঠ পড়াକୁ ଯିବୁନୁ ଏଠିକି ଆସିଲୁ ଆରେ ଆସୁନୁ ଚାଲ ଏ ଛାଡ଼ ଛାଡ଼ କହୁଛି। ଆରେ କ'ଣ ପାଇଁ ଆରେ କେହି ଦେଖିବେନି ଜାଣିଛୁ ଗାଁରେ ନା ନଈ ବଢି ଆସିଛି ସମସ୍ତେ ଯାଇ ବନ୍ୟା ପାଣି ଦେଖୁଛନ୍ତି। ଆରେ ତମେ ବି ଯାଉନ ସେ ବନ୍ୟା ଦେଖିବ। ମୁଁ କାହିଁକି ଯିବି କହିଲୁ ଆରେ ମୋ ଦେହରେ ବନ୍ୟା ମୋ ମନରେ ବନ୍ୟା ମୋ ଭିତରେ କେବଳ ବନ୍ୟା ହିଁ ବନ୍ୟା। ଆରେ ଚାଲ ଚାଲ କହୁଛି। ଏ ଦିଦି ତମେ ତ ମାରିଦେବ ଦିଦି। ଆଚ୍ଛା ଆଉ ମାରିଦେବି ଏ କଥା ଯଦି ଗାଁ ଲୋକେ ଜାଣିବେ ନା ହୁଁ ଆମ ମା ପୁଅ ଦି ଜଣଙ୍କୁ ଓ, ଚୁଲିରେ ବସେଇ ଦେବେ। ଆଚ୍ଛା ଆଉ ସତରେ ଆରେ ତୋ ପାଇଁ ତ ଚୁଲିରେ ଚଢିବା ପାଇଁ ମୁଁ ପ୍ରସ୍ତୁତ ଅଛି। ଆରେ ତୁ ଯୋଉଠି ମୁଁ ସେଇଠି ତମେ ତମେ ବୋଲି ସଭିଏ କହନ୍ତି ସେ ତମେର ତ ମାନେ ନାହିଁ ତମେ ଯେତେବେଳେ ତମେ କହିଦିଅ ଏତେ ମିଠା ଲାଗେ କାହିଁ ପାଇଁ। ଆରେ ଛାଡ଼ ଦିଦି ଛାଡ଼। ଆରେ ଛାଡ଼ କହୁଛି ମୋ କଥା ମାନ ଦିଦି। ଆରେ ତମେ ତ ଜାଣିଛ ଆମ ମା ପୁଅଙ୍କର ଏ ଦୁନିଆରେ କେହି ବି ନାହାନ୍ତି। ମାଡ଼ ଖାଇଲେ ଆପଦ କରିବାକୁ କେହି ଜଣେ ନାହାନ୍ତି। ମୁଁ ତମର ହାତ ଯୋଡୁଛି ଦିଦି ମୋ କଥା ମାନ। ଏ କଥା ସବୁ ଗାଁ ଲୋକେ ଜାଣିବେ ନା ଆମ ମା ପୁଅ ଦି ଜଣଙ୍କୁ ହାତ ଗୋଡ଼ ବାନ୍ଧି ନଦୀରେ ଫିଙ୍ଗି ଦେବେ। ମୁଁ ଆସୁଛି ଦିଦି ମୁଁ ଆସୁଛି। ଆରେ ଆରେ ଶୁଣି ଯା ତୁ ଯଦି ମତେ ଆଇ ଲଭ ୟୁ ନ କହିଛୁ ନା ତାଇଲେ ଏଇ ଦେଖ ମୁଁ ସମସ୍ତଙ୍କୁ ଦେଖେଇ ଦେବି। କଣ କଣ୍ଟା ଦେଖେଇଦେବ? କଣ୍ଟା ଦେଖେଇ ଦେବି ଏଇ ମୋ ହାତରେ ଲେଖିଥିବା ତୋ ନା ମାନେ ମାନେ ଅନନ୍ତା। ଏବେ କହ ଏବେ ମତେ ଆଇ ଲଭ ୟୁ ବୋଲି କହ। ନା ମୁଁ କହିବିନି। ଆରେ କହୁନୁ କହିବୁନି ତ ଜମା କହିବୁନି ତ ତାହେଲେ ଠିକ ଅଛି। ଏଇ ଦେଖ ମୋ ପଚାର ଗାଡି ବୁଲିଲା। ଆସନ୍ତୁ 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 ଦିଦି ଆରେ ମା ଭଉଣୀ ଆରେ ଦିଦି ଗାଁ ଲୋକମାନେ ପଲି ପକେଇ ଦେବେ ଦିଦି ତମେ ସେମିତି ହୁଅନି। ତାହେଲେ ଆଇ ଲଭ ୟୁ କହୁନୁ। ଆରେ କହ ହଉ, ଠିକ ଅଛି କହୁଛି ହେଲା। କହ, କହ। ଆଇ ତାପରେ କଣ ଲଭ ହଁ ତାପରେ ୟୁ। ଏମିତି କହନ୍ତି ଆଉ କେମିତି କହିବି ଯେ? ନା ନା ଏମିତି କହନ୍ତି। ଆଉ କେମିତି କହିବି ଆରେ କହୁନ? ବାବା ଟିକେ ଭଲରେ କହ ଟିକେ ଷ୍ଟାଇଲରେ କହ। ଆରେ ମୁଁ ଯେତିକି ଜାଣିଛି ସେତିକି କହିଲି ହେଲା। ଆରେ ବାବା ଗୋଟେ ପୁଅ ଯେମିତି ଝିଅକୁ ପ୍ରପୋଜ କରେ ଠିକ ସେମିତି କହ। ମୋର ସେଇଟା ହଉନି। ହଉନି ନା ହଉନି କଣ ବା ଆରେ ହବ ଆରେ କହୁନୁ ତୁ କହିବାକୁ ଚେଷ୍ଟା କର ଟିକେ ଭଲ ଭାବରେ କହ। ହଉ କହୁଛି ହେଲା। ହଁ, କହ, କହ। ଆଇ ଲଭ୍ ୟୁ। ଆଇ ଲଭ୍ ୟୁ ନା ନା ଆଇ ଲଭ୍ ୟୁ ଏମିତି କଣ ଆଇ ଲଭ୍ ୟୁ କହନ୍ତି? ଆରେ ତୁ ମତେ ଆଇ ଲଭ୍ ୟୁ କହୁଛୁ ନା ମାଡ଼ ମାରୁଛୁ ବା ଟିକେ ଭଲରେ କହ। ଭଲରେ ଆଉ କେମିତି କହିବି କହୁନ? ଆରେ ଟିକେ ଭଲରେ କହିଲେ କଣ ଅସୁବିଧା ହଉଛି ଯେ? ମୁଁ ଯେତିକି ଜାଣିଛି ସେତିକି କହିଲି। କହିବୁନି ତ କହିଲି ତ ଯାହା ଜାଣିଛି ତାହା କହିଲି ଆଉ କହିପାରିବିନି ଅଧିକା ହେଲା। କହିବୁନି ତ କହିବୁନି ତ ମୁଁ ଜାଣିନି। ଠିକ ଅଛି ତାହେଲେ ମୁଁ ଯାଉଛି ଗାଁ ଲୋକକୁ ହାତରେ ଲେଖିଥିବା ନାଁଟା ଦେଖେଇଦେବି। ଆରେ ଦିଦି ଦିଦି ଆରେ ରହିଛ ରହିଛ। ଆଇ ଲଭ୍ ୟୁ।
मु बेकार अरे मो रोजगार नहीं बोली मो स्त्री तो मत छाड़ी चली गला हेले
ହେଲେ ସେ ମୋ ଛାତିରେ ଗୋଇଠା ମାରିଥିଲା। ହେଲେ ଅଲିଭା ତୁ ତୁ ମୋ କଲିଜାକୁ ଗୋଇଠା ମାରିଦେଲୁ। ହଁ ଭାଇ ଭାଇ তুই কোন সব কହୁଛୁ ভাই? ଏ ଅଲିଭା, ମୁଁ ତତେ ଭଲ ଘର ଭଲ ବର ଦେଖି ବାହା ଦେଇପାରିବି ନା। ସେଇଥିପାଇଁ ତୁ ଜାତି ଗୋତ୍ର କାଲ ସ୍ଥାନ କିଛି ନ ମାନି ମୋ ବଂଶ ବୁନିୟାଦି ତାକୁ କଳଙ୍କିତ କରିଦେଲୁ। এ ভাই তুই সেমিতি কহনিলো ভাই। ଏ ଅଲିଭା, ଥରେ ମୋ କଥା ବୁଝିବାକୁ ଚେଷ୍ଟା করলো ভাই, ଥରେ ମୋ କଥା ବୁଝିବାକୁ ଚେଷ୍ଟା কর। ଆରେ ତୁ ଆଉ କ'ଣ ବୁଝିବୁ ମତେ? ନାଇଁ ନାଇଁ କଣଟା ବୁଝେଇବା ସେ? କିଛି ବୁଝେଇବାକୁ ଥିଲେ ତ ଏଇଟା ନାରୀ ଜାତି ପାଇଁ କଳଙ୍କ। ଏଇଟା ନାରୀ ନୁହେଁ, ପିଶାଚିନି। ଆଉ ତମେ କ'ଣ ପୁରୁଷ ଶ୍ରେଷ୍ଠ? ହଁ ଆମେ ହେଲୁ ବ୍ରାହ୍ମଣ ଶାସନର ମୁଖ୍ୟ ବ୍ରାହ୍ମଣ, ମାନେ ଅଞ୍ଚରା ମହାପାତ୍ର। ଆମର ସଂସ୍କାର ଅଛି, ପରମ୍ପରା ଅଛି, ତମେ କହିବାକୁ କିଏ ହୋ? ହଁ, ତମର ଯେ ସଂସ୍କାର ଅଛି, ପରମ୍ପରା ଅଛି, ତାହେଲେ ତମ ବଡ଼ ପୁରୁଷ ସେ ମୁସଲମାନ ଝିଅକୁ ଯାହାକୁ 42 ବର୍ଷ ମାସକୁ 3 ମାସକୁ ଥରେ ଡାଇନିଂ ଡକ୍ଟର ପାଖକୁ ନେଉଛି କ'ଣ ପାଇଁ? ଆରେ ଅଜ୍ଞାନ, ତୋର ଜ୍ଞାନ ହଜିଲାଣି କିରେ? ଦେଖି ଚାହିଁ କଥାବାର୍ତ୍ତା କର। ଚୁପ୍ କର କହୁଛି, ଚୁପ୍ କର। ମଉସା, ତମର କଥା ବି କହିବି, ସେ ଘରର କଥା କହିବି। ହଁ, କଣ ଜାଣିଛୁ କହିଲୁ? କ'ଣ ମୁଁ ଜାଣିଛି? ତମ ସ୍ତ୍ରୀ 2ଟା ଛୁଆର ମା ହେଲା ପରେ ବି ଆଉ ଅନ୍ୟ ସହିତ ଭୁଲ ହେଇଗଲା। ତମ ଭାଗ୍ୟ ଭଲ, ତମ ଏଣ୍ଡାଲ ପାଇଗଲ। ହେଲେ କ'ଣ କରିବ, ତମ ସହିତ ସେ ମ୍ୟାଚ୍ ଖାଇଲାନି, ସେଥିପାଇଁ ସିଧା ଉପରକୁ ଚାଲିଗଲା। ଆବେ ସେଟା ତୋର ପାଟି ନା ବିଷ ବୃଷ୍ଟିରେ? ମୁଁ ତ ଦେଖୁଛି କେଇଟା ସେକେଣ୍ଡ ମଧ୍ୟରେ ତୁ ସାରା ବ୍ରାହ୍ମଣ ଶାସନଟାକୁ କଳଙ୍କିତ କରିଦେବାକୁ ବସିଛୁ। ଆବେ ଚାହିଁଛ କ'ଣ ପିଟବେ ତାକୁ? ଯୋଉଠି ଛିଡ଼ା ହେଇଛ ସେଠି ଛିଡ଼ା ହେଇଥାଅ। ଏ ଅଜ୍ଞାନକୁ ଇଂଲିଶ କହିବାକୁ ବାଧ୍ୟ କରନା। ଆରେ ଏ ଅଜ୍ଞାନ, ଏଇଟା ଆମ ଘର କଥା, ଏଇଟା ଆମ ଗାଁର କଥା, ଏଇଟା ଆମ ବ୍ରାହ୍ମଣ ଶାସନର କଥା। ଏଇଥିରେ ମୁଣ୍ଡ ପୁରିତ କାହିଁକି? ଆଚ୍ଛା, ଗୁଣ୍ଡା ଲଗାଇ ଧମକ ଦଉଛୁ ନାହିଁ? ତୋ ଭଉଣୀ ଯୋଉ କର୍ମ କରିଛି ସେଇଟା ପାପ, ଆଉ ସେଇ ପାପ ତମ 2 ଭାଇ ଭଉଣୀକୁ ଭୋଗିବାକୁ ପଡିବ। ମାନେ ତମ 2 ଭାଇ ଭଉଣୀଙ୍କ ମୁହଁରେ ଚୂନ କାଲି ବୋଲି ଦିନ 11:45 ଗତେ ଗୋଟାଏ ସେକେଣ୍ଡ ମଧ୍ୟରେ ଏ ବ୍ରାହ୍ମଣ ଶାସନ ସର 7 ଘେରା ବୁଲିବାକୁ ପଡିବ। ମନେ ରହିଲା? ଆସୁଛି। ଗୋସେଇ, ସବୁ ଦୋଷ ମୋର ଗୋସେଇ, ସବୁ ଭୁଲ ମୋର ଗୋସେଇ, ସବୁ ଭୁଲ ମୋର। ଅଲିଭା ମତେ ଭଲ ପାଉନଥିଲା, ବରଂ ମୁଁ ତାକୁ ଭଲ ପାଇବା ପାଇଁ ବାଧ୍ୟ କରିଥିଲି। ଆଉ ମତେ ଭଲ ନ ପାଇଲେ ତା ଭାଇକୁ ଜୀବନରେ ମାରିଦେବି ପାଇଁ ଧମକ ମଧ୍ୟ ଦେଇଥିଲି। ଆଜ୍ଞା, ସବୁ ଦୋଷ ମୋର, ଆଜ୍ଞା ସବୁ ଦୋଷ ମୋର। আরে অনন্তা, আরে কাহিকি মিছ কହୁଛୁ? আরে মিছ কହୁଛୁ কাহিকি? ମୋ ଅଲିଭା ଏଇ ରାଣ୍ଡି ପୁଅକୁ କେବେ ମନ ଦେଇନଥାନ୍ତା। ଏଇ ହଉଛି ଅସଲ ଦୋଷୀ। ଆଜ୍ଞା, ଏଇଟାକୁ ଶାସ୍ତି ମିଳିବା ଦରକାର। ହଁ, ମାରି ଦିଅନ୍ତୁ ଆଜ୍ଞା। ভাই তু তাকু মারনে না ভাই, তু তাকু মারনে তু তাকু। কাহিকি লো ভাই, সে কি দোষ করছি? কাহিকি তু তাকু মারুଛୁ? ଆଜ୍ଞା, ସବୁ ଦୋଷ ମୋର, ଆଜ୍ଞା ସବୁ ଦୋଷ ମୋର। ଏ ଅନନ୍ତ! ଯାହା ଶାସ୍ତି ଦେବାର ଅଛି ମତେ ଦିଅନ୍ତୁ। ଅନନ୍ତା, ତୁ ଆଜି ମିଛ କହୁଛୁ କ'ଣ ପାଇଁ ସାଙ୍ଗ? ତୁ ପରା କହୁଥିଲୁ ତୁ ତ ଗୋଟିଏ ଝିଅ ହଇରାଣ କରୁଛି, ତୋ କଥା ମାନୁନି। ଆରେ ଏ ହେଉଛି ସେ ଝିଅଟା। ଆରେ ଏ ସାଙ୍ଗ,
ତୁ ପ୍ରେମିକ ବଞ୍ଚିବା ପାଇଁ ତୁ ମିଛ କହୁନୁ ତ ସାଙ୍ଗ, ତୁ ମିଛ କହୁନୁ ତୁ। ନାଇଁ ରେ, ଇଏ ସେ ମୋ ପ୍ରେମିକା ନୁହଁ, ମୁଁ ତ ତାକୁ ବାହା ହେବି। ଇଏ ଅଲିଭା ଖାଲି ମୋର ଟାଇମ ପାସ୍। ମିଛ। ଏ ଅନନ୍ତ ଯାହା ସବୁ କହୁଛି ସବୁ ମିଛ। ଆରେ ଏ ଅନନ୍ତ, କାହିଁକି ରେ, କାହିଁକି ତୁ ମିଛ କହୁଛୁ? କାହିଁକି ମିଛ କହୁଛୁ? ଆଜ୍ଞା, ଆପଣ ମାନେ ଯାହା ସବୁ କହିଗଲେ ଏ କଥା ଅଲିଭା ମତେ 1000 ଥର କହିଛି, 1000 ଥର ବୁଝେଇଛି। ଆରେ ଅନନ୍ତ, କାହିଁକି ମିଛ କହୁଛୁ ରେ? କାହିଁକି ମିଛ କହୁଛୁ? ମୁଁ ଜାଣିଛି ରେ, ତୁ ମିଛ କହୁଛୁ, ମିଛ କହୁଛୁ ତୁ। ହଁ, ତୁ ମିଛ କହୁଛୁ। ছোট লোক তল পাহাতর মଣିষ হি জন্মକୁ ধরিବାକୁ চেষ্টা কলে এই শাস্তি মিলে। আরে মু তো এই ঝিଅକୁ ভুল বুঝুଥିଲି ଆଉ ଇଏ ମୋ ବଣଜା ବୋଉ ହେବା ପରା ପୁରା ଫିଟ୍ ଆଉ। ଶୁଣ ଲଙ୍କା, ତୁ ଅଲିଭାକୁ ଯେତେ କଷ୍ଟ ଦେଇଛୁ ତାର 100 ଗୁଣା ଯନ୍ତ୍ରଣା ତୁ ଭୋଗ କରିବୁ। ଆମର ବ୍ରାହ୍ମଣ ଶାସନ ସାମ୍ନାରେ ଅଲିଭା ତତେ ଜୋତାରେ ପିଟିବ। এইটা অসম্ভব। অলিভা, এই ଅନନ୍ତକୁ ଯଦି ଜୋତାରେ ନ ପିଟିବୁ ତାହେଲେ ପ୍ରମାଣ ହୋଇଯିବ ଯେ ତୁ ଗୋଟେ କଳଙ୍କିନୀ, এই যাও। ତୁ ଗୋଟେ ନଷ୍ଟ ଚରିତ୍ର। ଦିଦି, ଯଦି ଏମିତି ହୋଇଯାଏ ତାହେଲେ ଆମ ଭାଇ ଭଉଣୀଙ୍କ ମୁହଁରେ ଚୂନ କାଲି ବୁଲା ହେବ। ତୁ ବି ଜାଣିଛୁ ଅଲିଭା, ଯଦି ଏମିତି ହୁଏ ତୋ ଭାଇଟା ଆତ୍ମହତ୍ୟା କରିବ। ହେଲେ ମନେ ରଖ, ତୁ ଯଦି ତୋ ଭାଇକୁ ପାଇବାର ଅଛି ତାହେଲେ ଠିକ ରାସ୍ତାକୁ ଚାଲିଆ। নাই ভাই, এইটা ঠিক না ভুল? আরে কোন চাହୁଛୁ কহ অলিভ, আরে তু কোন চাହୁଛୁ কহ। নাই ভাই, নাই। ମୁଁ ପାରିବିନି ଲୋ ଭାଇ, ମୁଁ ପାରିବିନି। অলিভা, ନା, ମୁଁ କେବେ ବି ଅନନ୍ତକୁ ମାରି ପାରିବିନି। ଅଲିଭା, ଜୋତାରେ ପିଟିବୁ ନା ମାରୁ ମାରୁ ମାରିଦେବ? আরে তাকে পিট অলিভা, পিট। ଯଦି ଜୋତାରେ ନ ପିଟିବ ଏମାନେ ମତେ ମାରୁ ମାରୁ ମାରିଦେବେ। ନା, ଆରେ ତମେ ମତେ ଜୋତାରେ ପିଟ, ନହେଲେ ଏମାନେ ମାରିଦେବେ। ଅଲିଭା, ପିଟ୍ କହୁଛି, ନହେଲେ ଆମେ ମାରୁ ମାରୁ ଜୀବନରୁ ମାରିଦେବ। ହଁ অলিভা, ହଁ। ଦିଦି ପିଟ। ନା, ପାରିବିନି ମୁଁ, ପାରିବିନି। ଆସ ଦିଦି, ଆସ, ନହେଲେ ତମର ଜୋତା ଗୋଇଠା ମାରି ମତେ ଶେଷ କରିଦେବେ ଦିଦି। ଆରେ ଆସ ଦିଦି, ଆରେ ଆସ, ତମେ ପିଟୁନ କାହିଁକି? ଆରେ ଆସ, ପିଟ ମତେ। ପିଟିବି, ପିଟିବି ମୁଁ ତତେ। এই জোতারে মারু মারি আজ ମୁଁ ତତେ ଜୀବନରୁ ମାରିଦେବି, ଜୀବନରୁ ମାରିଦେବି ମୁଁ। ପିଟ ମତେ ପିଟ, ମତେ ଜୋତାରେ ପିଟ ଦିଦି, ମତେ ଜୋତାରେ ପିଟ। से तो मेरो माने नहीं, तमे जो दिन तमे बोली एते मीठा लगे कहीं पाई।
କୋକେ କାହିଁକି କାହିଁକି ମୋ ପୁଅକୁ ମାରୁଛନ୍ତି ସେ କି ଦୋଷ କରିଛନ୍ତି କାହିଁକି କାହିଁକି ମୋ ପୁଅକୁ ମାରୁଛନ୍ତି ଶୁଣ ଦେବକୀ ତୋ ସ୍ୱାମୀ ମରିଗଲା ପରେ ଦୟାକରି ଆମେ ଜାଗା ଖଣ୍ଡେ ଦେଇଥିଲୁ ଖାଇ ପିଇ ବଞ୍ଚି ରହିବା ପାଇଁ ହେଲେ କୋଉ ଗୋଟେ ଜାରଦ ଛୁଆକୁ ଆଣି ଘରେ ରଖିଲୁ ଏବେ ଆଉ ତତେ ଦୟା ନାହିଁ ଏବେ ଏଇ ମୁହୂର୍ତ୍ତରେ ଗାଁ ଛାଡି ଯିବାଟା ଫାଇନାଲ ଓକେ ଏମିତି କ'ଣ କହୁଛନ୍ତି ଦେବକୀ ଆଜି ହଉଛି ଫାଇନାଲ ତମେ এই ଗାଁ ଛାଡ଼ିକି ଯିବ